ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ବଡ଼ ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଦେଖିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମସ୍ଥାନ। ପ୍ରଭୁ ଯୀଶୁଖ୍ରୀଷ୍ଟ କେମିତି ଜନ୍ମ ହେଲେ ଏଇଟା ଆପଣ ଅଲରେଡ଼ି ଜାଣିଥିବେ, ତେଣୁ ଏହି ସମସ୍ତ ବିଷୟ ବ୍ୟାଖ୍ୟା କରିବା ନାହିଁ। କିନ୍ତୁ ଆମେ ଦେଖିବା ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁଠି ଜନ୍ମ ନେଇଥିଲେ। ଆପଣ ବର୍ତ୍ତମାନ ଯେଉଁ ନଗର ଦେଖୁଛନ୍ତି ଇଏ ହେଉଛି ଆଜିର ବେଥଲିହିମ ନଗର। ହଁ ପ୍ରିୟ ବନ୍ଧୁଗଣ, ଏଇଟା ଯେଉଁ ଆପଣ ଦେଖୁଛନ୍ତି ଇଏ ହେଉଛି ଆଜିର ବେଥଲିହିମ ନଗର, ବେଥଲିହିମ, ଯେଉଁଟା ଆଜି ଏମିତି ଦେଖାଯାଉଛି। କିନ୍ତୁ ପ୍ରଶ୍ନ ଉଠେ କ'ଣ? ପ୍ରଶ୍ନ ଏଇଆ ଆମ ମନକୁ ଆସେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁଠି ଜନ୍ମ ହୋଇଥିଲେ ସେ ଜାଗା କ'ଣ ଆଜି ବି ଅଛି କି? ଏହାର ଉତ୍ତର ହେଉଛି ହଁ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁଠି ଜନ୍ମ ହୋଇଥିଲେ ସେ ଜାଗା ଆଜି ବି ରହିଛି। ଆଉ ଆଜି ବି ଏଇ ଜାଗା ଆମକୁ ପ୍ରମାଣ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟ ସତ୍ୟ ପରମେଶ୍ୱର ଅଟନ୍ତି। ଅନେକ କହନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି କାଳ୍ପନିକ, କୌଣସି ରୂପରେ କାଳ୍ପନିକ ନୁହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ସତ୍ୟ ଈଶ୍ୱର, ଯିଏକି ଆଗରୁ ଥିଲେ ଏବେ ବି ଅଛନ୍ତି। ଆଉ ଏମିତି ଏକ ପରମେଶ୍ୱର ଯିଏକି ମନୁଷ୍ୟ ଏବଂ ଈଶ୍ୱର ଉଭୟ ଥିଲେ, ସେମିତି ଏକ ପରମେଶ୍ୱର ଏଇ ନଗରରେ ଜନ୍ମ ହୋଇଥିଲେ। ପ୍ରାୟ 2000 ବର୍ଷ ପୂର୍ବରୁ ସେମିତି ଏକ ପରମେଶ୍ୱର ଯାହାଙ୍କ ନାମ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ, ସେ ଏଇ ନଗରରେ ଜନ୍ମ ହୋଇଥିଲେ। ଏଇଟା ହେଉଛି ପ୍ରବେଶ କରିବା ଦ୍ୱାରା ଆପଣଙ୍କୁ କେମିତି ପ୍ରବେଶ କରିବାକୁ ପଡ଼ିବ ଯଦି ଆପଣ କେବେ ସେଠାକୁ ଯାଉଛନ୍ତି। ଆଉ ଏଇଟା ଯେଉଁ ଆପଣ ଦେଖୁଛନ୍ତି, ଗୋଟିଏ ଦିନ ଏଇଟା ଏକ ଗାଈ ଗୁହାଳ ଥିଲା। ବର୍ତ୍ତମାନ ଦେଖନ୍ତୁ କେତେ ବଡ଼ ବିଲ୍ଡିଂ ଠିଆ ହେଇଛି। ଏଇଟା ଥିଲା ଗାଈର ଗୁହାଳ। ଆଉ ଏଇ ଜାଗାରେ ଗୋଟେ ଗାଈର ଗୁହାଳ ଥିଲା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଗାଈ ଗୁହାଳରେ ହିଁ ଜନ୍ମ ହୋଇଥିଲେ, କାରଣ ଭିତରେ ତାଙ୍କୁ କୌଣସି ସ୍ଥାନ ମିଳିନଥିଲା। ସେ ଜନ୍ମ ହେଲେ ଗାଈ ଗୁହାଳରେ, ଆଉ ଶୋଇଲେ ଗୁହାଳ କୁଣ୍ଡରେ। ହଁ ପ୍ରିୟ ବନ୍ଧୁଗଣ, ତେବେ ଆଜି ସେଇ ଜାଗାକୁ ଆମେମାନେ ଦେଖିବା। ତେବେ ଦେଖନ୍ତୁ, ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଜାଗା। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁଠି ଶୁଆ ହେଇଥିଲା ଜନ୍ମ ହେଲା ପରେ, ସେ ସ୍ଥାନ ମୁଁ ଦେଖାଇବି। ତା ସହିତ ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଏକ ଐତିହାସିକ ବିଷୟ ମୁଁ ଜଣାଇବି। ଜଣଙ୍କ ନାଁ ଥିଲା ରୋନ୍ ୱେଟ୍। ରୋନ୍ ୱେଟ୍ ଯିଏକି ଜଣେ ବହୁତ ବଡ଼ ସାଇଣ୍ଟିଷ୍ଟ ବି ଥିଲେ, ଜଣେ ଆର୍କିଓଲୋଜିଷ୍ଟ ବି ଥିଲେ ବା ପ୍ରତ୍ନତତ୍ତ୍ୱବିତ୍। ଆଉ ସେ କ'ଣ କରିଥିଲେ, ସେ ଯେତେବେଳେ ଗଲଗଥା ପାହାଡ଼ ଉପରୁ ଯେତେବେଳେ ଖୋଦେଇ କରିଥିଲେ, ଖୋଳିଥିଲେ, ସେତେବେଳେ ତାଙ୍କୁ ଏକ ନିୟମ ସିନ୍ଦୁକ ମିଳିଥିଲା। ଯେଉଁ ନିୟମ ସିନ୍ଦୁକ ମୋଶାଙ୍କ ସମୟରେ କିମ୍ବା ଅବ୍ରାହମ, ଇସାକ, ଯାକୋବଙ୍କ ସମୟରେ ଆଉ ଇସ୍ରାଏଲ ଲୋକମାନେ ବହନ କରୁଥିଲେ। ଆଉ ସେଇ ନିୟମ ସିନ୍ଦୁକ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶୁଖି ଯାଇଥିବା ରକ୍ତ ମିଳିଥିଲା। ଆଉ ରୋନ୍ ୱେଟ୍ କ'ଣ କଲେ, ସେଇ ରକ୍ତକୁ ସଂଗ୍ରହ କଲେ। ସଂଗ୍ରହ କରିକି ପରୀକ୍ଷାଗାରକୁ ପଠାଇଲେ। ଆଉ ଯେତେବେଳେ ବୈଜ୍ଞାନିକମାନେ ସେ ରକ୍ତକୁ ଟେଷ୍ଟ କଲେ, ବୈଜ୍ଞାନିକମାନେ ପୁରା ଛାନିଆ ହୋଇଗଲେ। ତେବେ କ'ଣ ଏମିତି ଜିନିଷ ମିଳିଲା ସେ ରକ୍ତରୁ, ଯାହାଦ୍ୱାରା ବୈଜ୍ଞାନିକମାନେ ବି ପୁରା ଆଚମ୍ବିତ ହୋଇଗଲେ ବା ଛାନିଆ ହୋଇଗଲେ। ସେ ଶୁଖି ଯାଇଥିବା ରକ୍ତରୁ ବୈଜ୍ଞାନିକମାନେ ଏହା ଜାଣିବାକୁ ପାଇଲେ ଯେ ରକ୍ତ ସିନା ଶୁଖିଯାଇଛି, ହେଲେ ସେ ରକ୍ତ କଣିକା ଗୁଡ଼ିକ ଏବେ ବି ଜୀବିତ, ଏବେ ବି ବଞ୍ଚିଛି। ରକ୍ତ କଣିକା ଗୁଡ଼ିକ ଏଇଟା ସାଧାରଣ ବ୍ୟକ୍ତି ପକ୍ଷରେ ମାନେ ଅସମ୍ଭବ ଅଟେ। କିନ୍ତୁ ବୈଜ୍ଞାନିକମାନେ ଯେତେବେଳେ ଦେଖିଲେ ଯେ କଣିକା ଗୁଡ଼ିକ ବଞ୍ଚିଛି, ଆଉ ସେତେବେଳେ ସେମାନେ ରିପୋର୍ଟ ତିଆରି କଲେ। ତାପରେ ଆଉ ଗୋଟେ ବିଷୟ ଜାଣିଲେ, ସେଇ ରକ୍ତରେ 22ଟି କ୍ରୋମୋଜୋମ୍ ଅଛି। ସାଧାରଣ ମଣିଷର ରକ୍ତରେ ଥାଏ 44 କ୍ରୋମୋଜୋମ୍। 22ଟା ହେଉଛି ନିଜ ମା' ଠାରୁ, ଆଉ 22ଟା ହେଉଛି
ବାପାଙ୍କ ଠାରୁ ଟୋଟାଲ ମିଶାଇ ଦେଲେ ହୁଏ 44 କ୍ରୋମୋଜୋମ୍, କିନ୍ତୁ ଯୀଶୁଙ୍କ ରକ୍ତରେ ଥିଲା କେବଳ 22 କ୍ରୋମୋଜୋମ୍, ଅର୍ଥାତ୍ ତାଙ୍କ ମାଆଙ୍କ ଠାରୁ ହିଁ 22ଟି କ୍ରୋମୋଜୋମ୍ ଆସିଥିଲା, ପୁରୁଷଠାରୁ ଆସିନଥିଲା। କାରଣ ମାତା ମରିୟମ ବିବାହ ପୂର୍ବରୁ କୌଣସି ପୁରୁଷକୁ ସ୍ପର୍ଶ କରିନଥିଲେ, କୌଣସି ଶାରୀରିକ ସମ୍ପର୍କ ରଖିନଥିଲେ। ସେଥିନିମନ୍ତେ ପୁରୁଷଠାରୁ ଯେଉଁ 22ଟି କ୍ରୋମୋଜୋମ୍ ଆସିବା କଥା ସେଇଟା ଆସିନଥିଲା। ତେବେ ବାଇବେଲ ସ୍ପଷ୍ଟ ରୂପେ ବର୍ଣ୍ଣନା କରେ ଯେ ମରିୟମ ପବିତ୍ର ଆତ୍ମାଙ୍କର ଶକ୍ତିରେ ଗର୍ଭବତୀ ହେଲେ, ଆଉ ଯେତେବେଳେ ସେ ପୁତ୍ର ସନ୍ତାନ ଜନ୍ମ ଦେଲେ ତାହାଙ୍କ ନାମ ଯୀଶୁ ରଖିଲେ। ଯୀଶୁ ଖ୍ରୀଷ୍ଟ ଅର୍ଥାତ୍ ଉଦ୍ଧାରକର୍ତ୍ତା ମାନେ ଅଭିଷିକ୍ତ ଉଦ୍ଧାରକର୍ତ୍ତା ଯୀଶୁ ଖ୍ରୀଷ୍ଟ ତାଙ୍କର ନାମ ହେଲା। ତେବେ ବର୍ତ୍ତମାନ ଆମେମାନେ ଯାହା ଦେଖୁଅଛୁ ଇଏ ହେଉଛି ସେଇ ଜାଗା ବେଥଲେହେମ୍। କିନ୍ତୁ ପ୍ରିୟ ବନ୍ଧୁଗଣ, ଅଳ୍ପ ସମୟ ପରେ ଆମେମାନେ ଦେଖିବା ଏକ୍ଜାକ୍ଟଲି ସେଇ ଜାଗା ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶୁଆଯାଇଥିଲା। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ ସେ ଶିଶୁ ଯୀଶୁଙ୍କୁ ଗୁହାଳ କୁଣ୍ଡରେ ଶୁଆଗଲା, କିନ୍ତୁ କେଉଁ ଜାଗାରେ ଶୁଆଯାଇଥିଲା ଏକ୍ଜାକ୍ଟଲି ସେ ଜାଗାକୁ ଆମେମାନେ ଅଳ୍ପ ସମୟ ପରେ ଦେଖିବା। ତେବେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏମିତି ଭାବରେ ପ୍ରବେଶ ଦ୍ୱାର ରହିଅଛି। ଦେଖନ୍ତୁ କେତେ ଲୋକ, ଆଉ ଏଠାରେ ବଡ଼ ଦିନ ମାନେ ଡିସେମ୍ବର 25 ମାନେ 23ରୁ 26 ଭିତରେ ବହୁତ ଲୋକ ଏଠାକୁ ଆସନ୍ତି। ଏବେ ତ ଅଳ୍ପ ଲୋକ ଅଛନ୍ତି, କିନ୍ତୁ ସେହି ସମୟରେ ବହୁତ ଲୋକ ଆସନ୍ତି। ଏଇଟା ସେଇ ଜାଗା ଦେଖନ୍ତୁ, ଲୋକମାନେ ଏଇ ଜାଗାକୁ ଆସିକି ଏ ଜାଗାକୁ ଛୁଇଁକି ସେମାନେ ଯାଆନ୍ତି। ଭିଡ଼ିଓକୁ ମୁଁ ଟିକେ ଅଟକେଇ ଦେଇଛି, ଆପଣ ଦେଖନ୍ତୁ ପ୍ରିୟ ବନ୍ଧୁ। କ'ଣ ଇଏ ହେଉଛି ଏକ୍ଜାକ୍ଟଲି ସେଇ ଜାଗା ଯେଉଁ ଜାଗାରେ ଶିଶୁ ଯୀଶୁଙ୍କୁ ଲୁଗାରେ ଗୁଡ଼େଇକି ଶୁଆଯାଇଥିଲା। ଏଇଠାରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଶୁ ରୂପରେ ଶୋଇଥିଲେ, ଶୟନ କରିଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଏଇ ଜାଗାକୁ ଆପଣ ଦେଖୁଛନ୍ତି କେମିତି ଲାଗୁଛି? କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଉ ଏଇ ଜାଗାକୁ ଏମିତି ଲାଇଟ୍ ଦ୍ୱାରା ସଜା ହେଇଛି, ଆଉ ଅନେକ ଲୋକମାନେ ଆସିକି ଏ ଜାଗାକୁ ଛୁଇଁକି ଯାଆନ୍ତି। ଆଉ ସେମାନେ ଭାଗ୍ୟବାନ ଯେଉଁମାନେ ଛୁଇଁକି ଯାଉଛନ୍ତି, ଆଉ ସେମାନେ ଆହୁରି ଭାଗ୍ୟବାନ ଯେଉଁମାନେ ଏଇ ନଗରରେ ବେଥଲେହେମ୍ରେ ସେମାନେ ଜନ୍ମଗ୍ରହଣ କରିଛନ୍ତି, ସେମାନେ ଆହୁରି ଭାଗ୍ୟବାନ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଇସ୍ରାଏଲ ଦେଶ ଆଜି ବି ରହିଛି, ଆଉ ଇସ୍ରାଏଲ ଦେଶ ଆଜି ମଧ୍ୟ ଶକ୍ତିଶାଳୀ ଦେଶ ମଧ୍ୟରୁ ଅନ୍ୟତମ ଅଟେ। ତେବେ ଆପଣ ଦେଖିଲେ ବେଥଲେହେମ୍ ଏରିଆ, ଆପଣ ଦେଖିଲେ ଜେରୁସାଲେମ, ଆପଣ ଦେଖିଲେ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁଠି ରଖାଯାଇଥିଲା, ଆଉ ଶିଶୁ ଯୀଶୁ ଯେଉଁଠି ଶୟନ କରିଥିଲେ, ଶୋଇଥିଲେ, ଆଉ ସେଇ ଜାଗାକୁ ବି ଆପଣମାନେ ନିଶ୍ଚିନ୍ତ ଭାବରେ ଦେଖିଅଛନ୍ତି। ତେବେ ଭିଡ଼ିଓ କିପରି ଲାଗିଲା କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ। ଆଉ ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ। ଆଉ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତ ନମସ୍କାର, ପୁଣି ଭେଟ ହେବ ଆଉ ଗୋଟେ ଭିଡ଼ିଓରେ।